ଅଲେଖ ମହିମା ହେ ବିଶ୍ୱବାସୀ, ଅଲେଖ ମହିମାଙ୍କର ଏ ଦାସ ଆଜି ଆଉ ଥରେ ଆପଣଙ୍କ ସମ୍ମୁଖରେ ଉପସ୍ଥିତ ହୋଇଅଛି। ଏ ଡାକବାଜି ଯନ୍ତ୍ର ଯେତେ ଦୂରକୁ ଏ ବିଶ୍ୱ ବ୍ରହ୍ମାଣ୍ଡରେ ବ୍ୟାପ୍ତ ହୋଇଅଛି, ଗୁରୁ ଜ୍ଞାନରେ ଅଲେଖ ମହିମାଙ୍କର ଏ ଦାସ ସମସ୍ତଙ୍କୁ ମାନସିକ ଭାବରେ ପ୍ରଣାମ ଜଣାଉଛି। ଅଲେଖ ମହିମା ହେ ବିଶ୍ୱବାସୀ, ପୂର୍ବ ଭିଡ଼ିଓମାନଙ୍କରେ ସବୁ ଆମେ ଆଲୋଚନା କରିଥିଲେ ମହିମା ସମ୍ପ୍ରଦାୟର ସବୁ ନୀତି ନିୟମ ବିଷୟରେ। ଆଜିର ଆଲୋଚ୍ୟରେ ଚାଲନ୍ତୁ ଆମେ ଆଲୋଚନା କରିବା ସେଇ ମହିମା ସ୍ୱାମୀଙ୍କ ବିଷୟରେ କିଛି ଆଲୋଚନା କରିବା। ଆଉ ମଧ୍ୟ ଯେ କିଛି ଲୋକ କହିଥାନ୍ତି ଯେ ମହିମା ସମ୍ପ୍ରଦାୟ ବାଲା ଦେବାଦେବୀ କି ମାନନ୍ତି ନାହିଁ, ଦେବାଦେବୀ କି ବିଶ୍ୱାସ କରନ୍ତି ନାହିଁ। ସେମାନେ ପ୍ରକୃତରେ ଦେବାଦେବୀ କି ମାନନ୍ତି କି ନ ମାନନ୍ତି, ଆଉ ଅଖଣ୍ଡ ବ୍ରହ୍ମଧ୍ୱନି କରି ଯେଉଁ ସବୁ କାର୍ଯ୍ୟ କରନ୍ତି ସେଥିରେ କେତେ ଦୂର ପର୍ଯ୍ୟନ୍ତ ଜଗତର ମଙ୍ଗଳ ହୋଇଥାଏ, ସେ ବିଷୟରେ ଚାଲନ୍ତୁ ଆମେ ଆଲୋଚନା କରିବା। ଏ ଭିଡ଼ିଓଟିକି ଆଜି ସମ୍ପୂର୍ଣ୍ଣ ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ସବୁକିଛି ଜାଣିପାରିବେ। ଅଲେଖ ମହିମା ଦେଖନ୍ତୁ, ମହିମା ସ୍ୱାମୀ ଯେତେବେଳେ ତାଙ୍କର ଯେଉଁ ସବୁ କାର୍ଯ୍ୟ ସବୁ ସରିଲା ପରେ ବିଶ୍ୱ ବ୍ରହ୍ମାଣ୍ଡକୁ ଯେତେବେଳେ 1862 ମସିହାରେ ବାହାରିଥିଲେ ଆମ କପିଳାସ କ୍ଷେତ୍ରରୁ, ତପୋବନ ବୋଲି ଯାହାକୁ କୁହାଯାଉଛି, ସେଠାରୁ ବାହାରିଲା ପରେ ବିଶ୍ୱ ବ୍ରହ୍ମାଣ୍ଡରେ ବୁଲି ଧର୍ମ ପ୍ରଚାର କରିଥିଲେ। ତାପରେ ଆମର ଯେଉଁ ମାଳବିହାରପୁର ଅଛି, ସେଠାରେ ଅଖଣ୍ଡବତୀ ଅଖଣ୍ଡ ବ୍ରହ୍ମଧ୍ୱନି ସେମାନେ ଜାଗ୍ରତ କରିଥିଲେ। ଜାଗ୍ରତ କରି ବିଶ୍ୱ ବ୍ରହ୍ମାଣ୍ଡର କାହିଁକି ଜାଗ୍ରତ କରିଥିଲେ ନା ବିଶ୍ୱ ବ୍ରହ୍ମାଣ୍ଡର ପାପଭାରା ଖଣ୍ଡନ କରିବା ନିମନ୍ତେ। ଆଉ ବିଶ୍ୱ ବ୍ରହ୍ମାଣ୍ଡର ପାପଭାରା କିପରି ଭାବରେ ଆପଣମାନଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଅଖଣ୍ଡ ବ୍ରହ୍ମଧ୍ୱନି କଲେ କେଉଁପରି ଭାବରେ ବିଶ୍ୱର ପାପଭାରା ଖଣ୍ଡନ ହୋଇଥାଏ। ଦେଖନ୍ତୁ, ଆମେ ଯେଉଁ ଅଖଣ୍ଡ ବ୍ରହ୍ମଧ୍ୱନିରେ ଆମର ସବୁ କରାଯାଏ, ମହିମା ସମ୍ପ୍ରଦାୟର ମହିମା ସ୍ୱାମୀ କେଉଁଥିପାଇଁ ସେ ସବୁ ବ୍ରହ୍ମଧ୍ୱନିକି ସ୍ଥାପନା କରିଥିଲେ, ଆଉ କେଉଁପରି ଭାବରେ ସେଥିରେ ଜଗତର ପାପଭାରା ଖଣ୍ଡନ ହୋଇଥାଏ, ଜଗତର ମଙ୍ଗଳ ହୋଇଥାଏ। ଆମେ ଯେଉଁ ଆହୁତି ସବୁ ଦିଆଯାଏ, ଗୁରୁତ୍ୱ ଆହୁତି ଘିଅକୁ ସେ ନିଆଁରେ ସଂଯୋଗ କରିବା ଦ୍ୱାରା ସର୍ବପ୍ରଥମେ ସେ ଅଗ୍ନି, ଆମର ଯେଉଁ ସୃଷ୍ଟିରେ ଯେଉଁ 5ଟି ଯାକ ତତ୍ତ୍ୱ ଅଛି ଆପଣମାନେ ସମସ୍ତେ ଜାଣିଛନ୍ତି, ସେ 5ଟି ମହାତତ୍ତ୍ୱରେ ହିଁ ଚରାଚର ସୃଷ୍ଟି ନିର୍ମିତ ହୋଇଛି, କିମ୍ବା ପ୍ରତ୍ୟେକ ଜୀବଙ୍କ ଶରୀର ଭିତରେ ସେ 5ଟି ମହାତତ୍ତ୍ୱ ସମାହିତ ଅଛି। ସେ 5ଟି ମହାତତ୍ତ୍ୱ ହେଲା କ'ଣ? ଆପ, ତେଜ, ବାୟୁ, ଅଗ୍ନି ଆଉ ଧରିତ୍ରୀ। ଏସବୁ ଯେଉଁ 5ଟି ଯାକ ତତ୍ତ୍ୱ ସବୁରେ ଏ ଧରାଧାମ ସୃଷ୍ଟି ହେଇଛି। ଆଉ ପ୍ରତ୍ୟେକ ଜୀବ ଦେହରେ ବି ଏ 5ଟି ମହାତତ୍ତ୍ୱ ସମାହିତ ହେଇଛି, ପଞ୍ଚମହାଭୂତ। ଏ ପଞ୍ଚମହାଭୂତରେ ପ୍ରତ୍ୟେକ ଜୀବକୁ ତିଆରି କରିଛନ୍ତି ସେ ପରମାତ୍ମା। ତେଣୁକରି ଏହି ପଞ୍ଚତତ୍ତ୍ୱକୁ ସେମାନେ ସୁରକ୍ଷିତ କରିବା ନିମନ୍ତେ, କିମ୍ବା ଏ ପଞ୍ଚତତ୍ତ୍ୱରୁ ଶରୀରକୁ ସୃଷ୍ଟିକି କେବଳ କଲ୍ୟାଣ ପ୍ରଦାନ ମିଳିଥାଏ। ସେ ତେଣୁକରି ସେହି ପଞ୍ଚତତ୍ତ୍ୱକୁ ହିଁ ମହିମା ସମ୍ପ୍ରଦାୟ ସର୍ବପ୍ରଥମେ ବିଶେଷ କରି ମାନ୍ୟତା ଦିଆଯାଇଥାଏ। ସେ 5ଟି କେଉଁପରି ଭାବରେ ମାନ୍ୟତା ଦିଆଯାଇଥାଏ ଆଉ କେଉଁପରି ଭାବରେ ଜଗତର ମଙ୍ଗଳ ହୋଇଥାଏ। ଦେଖନ୍ତୁ, ଆମେ ଯେଉଁ ଘୃତାହୁତି ପ୍ରଦାନ କରୁଛନ୍ତି ସେ ଅଗ୍ନିକୁଣ୍ଡରେ ଆମେ ଘିଅ ଆହୁତି ଦେବା ଦ୍ୱାରା କ'ଣ ହୋଇଥାଏ? ସର୍ବପ୍ରଥମେ ସେ ଅଗ୍ନି ତତ୍ତ୍ୱରେ ସେ ଘିଅ ମିଶିଥାଏ। ଅଗ୍ନି ତତ୍ତ୍ୱରେ ମିଶିବା ଦ୍ୱାରା ସେଠାରେ କ'ଣ ହୋଇଥାଏ ନା ସେ ବାଷ୍ପୀଭୂତ ହୋଇ ପୁଣି ଏ ବାୟୁମଣ୍ଡଳରେ ବାୟୁ ସଂସ୍ପର୍ଶରେ ଆସିଥାଏ, କିମ୍ବା ବାୟୁରେ ମିଶ୍ରିତ ହୋଇଥାଏ। ବାୟୁ ତତ୍ତ୍ୱରେ ବି ମଧ୍ୟ ମିଶ୍ରିତ ହୋଇଥାଏ। ବାୟୁ ତତ୍ତ୍ୱରେ ବାଷ୍ପୀଭୂତ ହୋଇ ସେ କ'ଣ ହୋଇଥାଏ? ମହାଶୂନ୍ୟକୁ ସେ ଆକାଶ ତତ୍ତ୍ୱରେ ଯାଇ ସମାହିତ ହୋଇଥାଏ। ସେ ଯେଉଁ ତତ୍ତ୍ୱ ଆକାଶରେ ଯାଇ ମିଶିଲା ପରେ ଆକାଶରେ କ'ଣ ହୋଇଥାଏ ନା ସେଠାରେ ଆକାଶକୁ ଶୁଦ୍ଧ କରିଥାଏ, ଏକଦମ ଶୀତଳ କରିଥାଏ। ଶୀତଳ କଲା ପରେ ସେଠାରେ ମେଘର ସୃଷ୍ଟି ହୋଇଥାଏ। ଜଳ ସେଠାରେ ଆକାଶ ତତ୍ତ୍ୱରେ ମିଶିଲା ପରେ ଜଳ ବୃଷ୍ଟି ହୋଇ ପୁଣି ଏହି ଧରାଧାମକୁ ସିଏ ଆସି ଏହି ଧରାଧାମରେ ମିଶ୍ରିତ ହୋଇଥାଏ, ଆଉ ଜଳରେ ପରିବର୍ତ୍ତନ ହୋଇଥାଏ। ଯେ ଧରାଧାମରେ ଜଳ ବୃଷ୍ଟି ହେବା ଦ୍ୱାରା
ଜଗତର ସଚରାଚର ଜଗତ ସଜୀବିତ ହୋଇଯାଇଥାନ୍ତି। କାରଣ ଜଳ ହିଁ ଜୀବନ। ଜଳ ବିନା ସୃଷ୍ଟି କେବେ ବି ଅସମ୍ଭବ। ଖାଲି ଜଳ ବୋଲି ନୁହଁ, ଏଇ ଯେଉଁ 5ଟି ଯାକ ତତ୍ତ୍ୱ ଆପଣଙ୍କୁ କହିଲି ମହାତତ୍ତ୍ୱ, ଏଇ 5ଟି ଯାକ ମହାତତ୍ତ୍ୱ ଆବଶ୍ୟକ। ଏଥିରୁ ଗୋଟିଏ ମହାତତ୍ତ୍ୱ ବି ଯଦି ନ ରହେ ତେବେ ଆମେ କେହି ବି ଏ ସୃଷ୍ଟିରେ ବଞ୍ଚିପାରିବା ନାହିଁ। ନା ଆକାଶ ବିନା ଆମେ କେହି ବଞ୍ଚିପାରିବା, ନା ଅଗ୍ନି ଦ୍ୱାରା ଆମେ କେହି ବଞ୍ଚିପାରିବା, ନା ଏ ପୃଥିବୀ ଦ୍ୱାରା ପୃଥିବୀ ବିନା ଆମେ କେହି ବଞ୍ଚିପାରିବା, ନା ବାୟୁ ବିନା ଆମେ କେହି ବଞ୍ଚିପାରିବା। ତେଣୁକରି ଏସବୁ ନିହାତି, ନା ପବନ ବିନା ବି ଆମେ କେହି ବଞ୍ଚିପାରିବା। ଏ 5ଟି ଯାକ ମହାଭୂତ ବିନା ଏଥିରୁ ଗୋଟିଏ ଜିନିଷ କମିଲେ ମଧ୍ୟ ଆମେ କୌଣସି ଜୀବ ଏ ସୃଷ୍ଟିରେ ବଞ୍ଚିପାରିବେ ନାହିଁ। ତେଣୁକରି ଏଇ 5ଟି ଯାକ ମହାତତ୍ତ୍ୱକୁ ଅଗ୍ନି ଆହୁତି ଦେବା ଦ୍ୱାରା ସମସ୍ତେ ପାଇଥାନ୍ତି। ସମସ୍ତେ ପାଇଲେ କେଉଁପରି ଭାବରେ ମଙ୍ଗଳ ହେଲା ନା, ଦେଖନ୍ତୁ, ଯେତେବେଳେ ଜଳ ବୃଷ୍ଟି ହେଲା ସର୍ବପ୍ରଥମେ ଏଇ ଯେଉଁ ଘିଅ ଆମେ ଆହୁତି କଲେ ଏଥିରେ ବାଷ୍ପୀଭୂତ ହୋଇ ବାୟୁମଣ୍ଡଳରେ ଯେଉଁ ମିଶ୍ରିତ ହେଲା, ବାୟୁମଣ୍ଡଳରେ ମିଶ୍ରିତ ହୋଇ ବାୟୁମଣ୍ଡଳକୁ ସେ ଶୁଦ୍ଧତା ପ୍ରଦାନ କଲା। ବିଶୁଦ୍ଧ ଅଙ୍ଗାରକାମ୍ଳ ଯେଉଁ ସୃଷ୍ଟିରେ ବ୍ୟାପ୍ତ ହୋଇଅଛି ସେ ଅଙ୍ଗାରକାମ୍ଳ ପ୍ରଭାବକୁ କମ୍ କରି ସେ ବାୟୁମଣ୍ଡଳକୁ ଶୁଦ୍ଧ କରିଥାଏ। ସେଥିରୁ ଶୁଦ୍ଧ ଅମ୍ଳଜାନ ଉତ୍ପନ୍ନ ହୋଇଥାଏ, ବାହାରିଥାଏ। ବାହାରିବା ଦ୍ୱାରା ଆମେ ସବୁ ତାକୁ ପାନ କରି ସୁଖ ଶାନ୍ତିରେ ରହିଥାନ୍ତି। ତାଦ୍ୱାରା ଦେଖନ୍ତୁ ପୁଣି ସେ ବାୟୁ ସଂସ୍ପର୍ଶ ଯାଇ ଆକାଶକୁ ଯାଇଥାଏ। ଆକାଶରୁ ପୁଣି ଜଳ ସୃଷ୍ଟି ହୋଇ ଜଳ ଆକାରରେ ଧରାଧାମକୁ ଆସିଥାଏ। ଧରାଧାମରେ ଜଳ ପଡ଼ିଲା ପରେ ପ୍ରତ୍ୟେକ ଜୀବ ସେଇ ଜଳ ଦ୍ୱାରା ହିଁ ସମସ୍ତେ ପାନ କରି ପ୍ରତ୍ୟେକ ଜୀବଜଗତ ଜୀବିତ ହୋଇଥାନ୍ତି। ଶ୍ୱେତଜ, ଅଣ୍ଡଜ, ଜରାୟୁଜ ଯେଉଁ ସବୁ ଅଛନ୍ତି 4 ପ୍ରକାର, ସେ 4 ପ୍ରକାର ଜୀବ ତାଙ୍କୁ ସବୁ ପ୍ରାପ୍ତ ହୋଇଥାନ୍ତି। ଏହିପରି ଭାବରେ ଜଗତର ମଙ୍ଗଳ ହୋଇଥାଏ କିମ୍ବା ପାପ ଭାରା ଖଣ୍ଡନ ଥାଏ। ପାପ କହିଲେ ଦେଖନ୍ତୁ, ଏଇ ଯେଉଁ ଅଙ୍ଗାରକାମ୍ଳ ମାତ୍ରା ଯଦି ବଢ଼ିଯିବ, ସେ ଗୋଟିଏ ମାତ୍ରା କ'ଣ ପାପ ନୁହଁ? ସେ ପାପ ଭାରା ଅଧିକ ବଢ଼ିଗଲେ ଏ ସୃଷ୍ଟିରେ ଆମେ କେହି ରହିପାରିବା? ବର୍ତ୍ତମାନ ତା'ର ପ୍ରମାଣ ଆପଣମାନେ ବି ସମସ୍ତେ ପାଉଛନ୍ତି ଯେ ଅଙ୍ଗାରକାମ୍ଳ ଏ ବାୟୁମଣ୍ଡଳ ଦୂଷିତ ହେଲେ ଆମର ସବୁ କ'ଣ ହେବ? ଆଉ ଏଇ ଜୀବଜଗତ ସବୁ ନଷ୍ଟ ହୋଇଯିବ। ତେଣୁକରି ମହିମା ସମ୍ପ୍ରଦାୟରେ ମହିମା ସ୍ୱାମୀ ସେଥି ନିମନ୍ତେ ହିଁ ଏସବୁ ଗୃହତାହୁତି କରିବା ନିମନ୍ତେ ଆଦେଶ ପ୍ରଦାନ କରିଛନ୍ତି। ତାପରେ ଆଉ ଗୋଟେ ଜିନିଷ ବି ଦେଖନ୍ତୁ, ଏ ତ ଆମର ପୌରାଣିକ ମତରେ, ଶାସ୍ତ୍ର ମତରେ ମୁଁ ଆପଣମାନଙ୍କୁ କହିଲି। ବୈଜ୍ଞାନିକ ମତରେ ଦେଖନ୍ତୁ ବି ତା'ର ଆମେ ଯଦି ବ୍ୟାଖ୍ୟା କରିବା, ଆମର ଯେଉଁ ବାହାର ଦେଶରେ ସବୁ ଅଛନ୍ତି ଜାଣିଥିବେ, ସବୁ ବୈଜ୍ଞାନିକମାନେ ସଦାସର୍ବଦା ସେମାନେ ରିସର୍ଚ୍ଚ କରୁଥାନ୍ତି ଯେ ସୃଷ୍ଟିରେ ପ୍ରତ୍ୟେକ ଜିନିଷକୁ ସେମାନେ ରିସର୍ଚ୍ଚ କରିଥାନ୍ତି। ସେମାନେ ରିସର୍ଚ୍ଚ କରିବା ଦ୍ୱାରା ଜାଣିପାରିଲେ ଯେ ବାହାର ଦେଶରେ, ଯେ ଭାରତରେ ଏ ସୃଷ୍ଟିରେ ସବୁଠାରୁ ଅଧିକ ଶୁଦ୍ଧ ଅମ୍ଳଜାନ ଉତ୍ପନ୍ନ ହେଉଛି କିମ୍ବା ବାହାରୁଛି। କେଉଁ କାରଣ ଯୋଗୁଁ ଏଠାରେ ଏତେ ମାତ୍ରାରେ ଶୁଦ୍ଧ ଅମ୍ଳଜାନ ବାହାରୁଛି, ତାର ନିମନ୍ତେ ସେମାନେ ରିସର୍ଚ୍ଚ କରିଥିଲେ। ରିସର୍ଚ୍ଚ କରି ସେମାନେ ଅନୁମାନ କରି ଆକଳନ କରି ଜାଣିପାରିଲେ ଯେ ଭାରତବର୍ଷରେ ଯେଉଁ ସବୁ ଦେବାଦେବୀମାନଙ୍କର ପୂଜା ହେଉଛି, ଏ ଘୃତାହୁତି କରାଯାଉଛି, ଏ ଘୃତାହୁତି କରିବା ଦ୍ୱାରା ସେଠାରେ ହିଁ ଯୋଗୁଁ ହିଁ ଏ ବାୟୁମଣ୍ଡଳ ଶୁଦ୍ଧତା ହେଉଛି, ଆଉ ସେଠାରୁ ହିଁ ଶୁଦ୍ଧ ଅମ୍ଳଜାନ ଉତ୍ପନ୍ନ ହେଉଛି। ସେମାନେ ଏହା ରିସର୍ଚ୍ଚ କରିଲେ ଯେ ଏଇ ଯେଉଁ ଆମେ ଅଗ୍ନିରେ ଘୃତାହୁତି ପ୍ରଦାନ କରୁଛନ୍ତି, ଘିଅ ଦେଉଛନ୍ତି, 10 ଗ୍ରାମ ଘିଅ ଆମେ ଅଗ୍ନିରେ ପ୍ରଦାନ କରିବା ମାତ୍ରକେ ହିଁ ସେଠାରେ ଯେଉଁ ବାଷ୍ପୀଭୂତ ହୋଇ ସେ ବାୟୁମଣ୍ଡଳରେ ମିଶିଥାଏ, ସେଠାରୁ 10 ଗ୍ରାମ ଘିଅରେ 10,000 ଟନ୍ ବାୟୁମଣ୍ଡଳକୁ ଶୁଦ୍ଧ କରିବାର କାପାସିଟି ରହିଛି। ଯିଏ ବି ପୁଣି ଏଇ ଆମେ ଯେଉଁ ଦୋକାନ ଘିଅ ବ୍ୟବହାର କରୁଛନ୍ତି ସେ ଦୋକାନ ଘିଅ ନୁହଁ, ଯେ ଆମର ଶୁଦ୍ଧ ଗାଈରେ ଏକଦମ ଶୁଦ୍ଧ ଘିଅ, ପବିତ୍ର ଘିଅ ହେଇଥିବ, ସେଇ ଘିଅରେ ଅରିଜିନାଲ ଘିଅ ଯାହାକୁ ଆମେ ଘୃତ କହୁଛନ୍ତି, ସେ ଅରିଜିନାଲ ଘୃତ ଗୋଟିଏ ଚାମଚ ହେଲେ ସେଥିରେ 10,000 ଟନ୍ ବାୟୁମଣ୍ଡଳକୁ ଶୁଦ୍ଧ କରିବାର ସାମର୍ଥ୍ୟ ସେ ରଖୁଛି, ଆଉ ସେ ଶୁଦ୍ଧ ବି ମଧ୍ୟ କରୁଛି। ବୈଜ୍ଞାନିକମାନେ ଏହା ସବୁ ଜାଣିଲା ପରେ ସେମାନେ ବି ବର୍ତ୍ତମାନ ବାହାର ଦେଶରେ ସେମାନେ ସବୁ ପୂଜାବିଧି କରିବା, ଯଜ୍ଞ ଅନୁଷ୍ଠାନ କରିବା ସେମାନେ ମଧ୍ୟ ବି ଆରମ୍ଭ କରିଥିଲେ। ଆପଣମାନେ ଦେଖିଥିବେ ଆମ ଭାରତୀୟ ସଂସ୍କୃତି ଆଗରୁ ବି ଗୁରୁର ମାନ୍ୟତା ପାଇଅଛି, ଆଉ ବର୍ତ୍ତମାନ ବି ମଧ୍ୟ ଏ ଭାରତୀୟ ସଂସ୍କୃତିକି ସମସ୍ତେ ଧୀରେ ଧୀରେ ଆପଣେଇ ନେଉଛନ୍ତି। ତାହା ବି ଦେଖୁଥିବେ ବାହାର ଦେଶର ଲୋକମାନେ ଆସି ଭାରତୀୟ ସଂସ୍କୃତିକି ସବୁ ପାଳନ କରୁଛନ୍ତି। ସେମାନେ ସେଠାରେ ମଧ୍ୟ ତାଙ୍କ ଦେଶରେ ଜଗନ୍ନାଥ ମନ୍ଦିର, ଏମିତି ବିଭିନ୍ନ ଦେବାଦେବୀଙ୍କର ମନ୍ଦିର, ଆଗରୁ ତ ସେମାନେ ଦେବାଦେବୀଙ୍କ ମନ୍ଦିରକୁ ଏତେ ମାନନ୍ତି ନାହିଁ,
କିନ୍ତୁ ଏବେ ଧୀରେ ଧୀରେ ବିଶ୍ୱାସ କରିବା ଆରମ୍ଭ କଲାଣି। ଯେତେବେଳେ ସବୁ ଜାଣିପାରିଲେ ରିସର୍ଚ୍ଚ କରି ଯେ ଭାରତରେ କେଉଁ ଜିନିଷ ଅଛି ବୋଲି, ଏସବୁ ଜିନିଷ ଜାଣିଲା ପରେ ସେମାନେ ମଧ୍ୟ ତାଙ୍କ ବାୟୁମଣ୍ଡଳକୁ ତାଙ୍କ ପରିବେଶକୁ ଶୁଦ୍ଧ କରିବା ନିମନ୍ତେ ସେଠାରେ ମଧ୍ୟ ଅଖଣ୍ଡ ବ୍ରହ୍ମଧ୍ୱନି ଜାଗ୍ରତ କରୁଛନ୍ତି। ଆଉ ତାପରେ ଦେଖନ୍ତୁ, ମହିମା ସମ୍ପ୍ରଦାୟରେ କେହି ଯେଉଁ ସବୁ କୁହନ୍ତି ଅଲଗା ସମ୍ପ୍ରଦାୟର ବ୍ୟକ୍ତିମାନେ, ଯେ ମହିମା ସମ୍ପ୍ରଦାୟର ସନ୍ନ୍ୟାସୀମାନେ ହୁଅନ୍ତୁ କିମ୍ବା ସମ୍ପ୍ରଦାୟର ବ୍ୟକ୍ତିମାନେ ହୁଅନ୍ତୁ, ସେମାନେ କୌଣସି ଦେବାଦେବୀକି ମାନନ୍ତିନି, ପ୍ରତିମା ପୂଜା କରନ୍ତି ନାହିଁ। ପ୍ରକୃତରେ କିନ୍ତୁ ତାହା ସତ୍ୟ ନୁହଁ। ପ୍ରକୃତ ସତ୍ୟ କଥା ହେଲା ଯେ ମହିମା ସମ୍ପ୍ରଦାୟର ହିଁ ପ୍ରକୃତରେ ଦେବାଦେବୀଙ୍କ ପୂଜା କରନ୍ତି। କେଉଁପରି ଭାବରେ ଦେବାଦେବୀ? ଆପଣମାନେ ଯେଉଁ ମଠ ମନ୍ଦିରରେ ରଖି ଦାରୁ ପ୍ରତିମା ମୂର୍ତ୍ତି ନିଜେ ତିଆରି କରି ଯାହାକୁ ପୂଜା କରୁଛନ୍ତି, ସେ ଦେବାଦେବୀକି ମହିମା ସମ୍ପ୍ରଦାୟରେ ସେମାନେ ପୂଜା କରନ୍ତିନି। ନିଜ ହାତରେ ନିର୍ମିତ କରିଥିବା ଦେବାଦେବୀକି ସେମାନେ ପୂଜା କରନ୍ତିନି। ପରମାତ୍ମା ଯେଉଁ ଦେବାଦେବୀ ସବୁ ବନେଇଛନ୍ତି, ଆମକୁ ଦେବାଦେବୀ କାହାକୁ କୁହନ୍ତି? ଯେଉଁମାନେ ଦାନ କରନ୍ତି, ଦିଅନ୍ତି, ସେମାନଙ୍କୁ ହିଁ ଦେବତା କୁହାଯାଏ। ତେଣୁକରି ଏ ସୃଷ୍ଟିରେ ଏଇ ଯେଉଁ 5ଟି ଯାକ ମହାତତ୍ତ୍ୱ କହିଲି, ସିଏ ବି ତ ଆପଣମାନେ ତାକୁ ବି ତ ଦେବତା ରୂପରେ ବି ତ ପୂଜା କରୁଛନ୍ତି ନା। ସିଏ ବି ଦେବତା କି ନାହିଁ କୁହନ୍ତୁ? ପବନ ଦେବତା ଦେଖନ୍ତୁ, ଅଗ୍ନି ଦେବତା ବି କହୁଛନ୍ତି, ଧରିତ୍ରୀ ମାଆକୁ ବି ପୂଜା କରୁଛନ୍ତି, ବାୟୁ ଦେବତା ବି ମଧ୍ୟ କହୁଛନ୍ତି, ଆକାଶକୁ ବି ମଧ୍ୟ ପୂଜା କରୁଛନ୍ତି। ତେଣୁକରି ଏଇ ଯେଉଁ 5ଟି ଯାକ ଦେବତାକୁ ଆପଣମାନେ ପୂଜା କରୁଛନ୍ତି, ପ୍ରକୃତରେ ତ ଆପଣମାନେ ଯେଉଁ ହିସାବରେ ପୂଜା କରୁଛନ୍ତି, କ'ଣ ସେଥିରେ ମହିମା ସମ୍ପ୍ରଦାୟକୁ ଆପଣମାନେ କହୁଛନ୍ତି ଯେ ସେମାନେ ପୂଜା କରନ୍ତିନି? ମହିମା ସମ୍ପ୍ରଦାୟ ଯେପରି ଭାବରେ ପୂଜା କରୁଛନ୍ତି, ସେ ଜଗତର ମଙ୍ଗଳ କରିବା ନିମନ୍ତେ ଏ ଯେଉଁ ଗୁରୁତାତି ପ୍ରଦାନ କରି ସେଥିରେ କ'ଣ ପଞ୍ଚଦେବତା ପାଉନାହାନ୍ତି? ଆପଣମାନେ ସଦାସର୍ବଦା କହୁଛନ୍ତି ଯେ ମହିମା ସମ୍ପ୍ରଦାୟ ନିନ୍ଦା କରୁଛନ୍ତି। ଆମେ କାହିଁକି ନିନ୍ଦା କରିବୁ? ଆମର କାହାକୁ ନିନ୍ଦା କରିବା କ'ଣ ଆବଶ୍ୟକ? କିନ୍ତୁ ପ୍ରକୃତ ପୂଜା ହିଁ ମହିମା ଦେବାଦେବୀଙ୍କର ପ୍ରକୃତ ପୂଜା ମହିମା ସମ୍ପ୍ରଦାୟର ଲୋକ ହିଁ କରିଥାନ୍ତି। କାରଣ ଏଇ ପଞ୍ଚତତ୍ତ୍ୱକୁ ସେମାନେ ଇଏ କରନ୍ତି। କିନ୍ତୁ ଅଲଗା ସମ୍ପ୍ରଦାୟ ଦେଖନ୍ତୁ, ଦେବାଦେବୀ ସୃଷ୍ଟିକି ସେମାନେ ବିନାଶ କରନ୍ତି। ଗଛ ଖୁଣ୍ଟାରେ ସବୁ ବିଭିନ୍ନ ପ୍ରକାର ପାଷାଣ ପଥରକୁ ନଷ୍ଟ କରି ତାକୁ ଫଟେଇ ତା ଦେହରେ ମୂର୍ତ୍ତି ତିଆରି କରନ୍ତି। ସେଥିରେ କ'ଣ ସୃଷ୍ଟିର କ୍ଷୟ ହେଲାନି? ଯେଉଁ ଗଛ ବୃକ୍ଷକୁ କାଟୁଛନ୍ତି, ବୃକ୍ଷକୁ କାଟି ସେଥିରେ କାଠ ମାଧ୍ୟମରେ ଯେଉଁ ମୂର୍ତ୍ତି ସବୁ ତିଆରି କରୁଛନ୍ତି, ସେଥିରେ କ'ଣ ସୃଷ୍ଟିର ନାଶ ହେଲାନି? ଆପଣମାନେ କି ପୂଜା କରୁଛନ୍ତି ଦେବାଦେବୀଙ୍କର? ପ୍ରକୃତ ପୂଜା ତ ମହିମା ସମ୍ପ୍ରଦାୟ ହିଁ କରୁଛି। ସେମାନଙ୍କୁ ସମ୍ମାନ ଦେଉଛି। ସେମାନେ କିପରି ଭାବରେ ସୁରକ୍ଷିତ ରହୁଛି, ସେଥି ନିମନ୍ତେ ସଦାସର୍ବଦା ଘୃତାହୁତି ପ୍ରଦାନ କରୁଛନ୍ତି। ଆଉ ଘୃତାହୁତି ପ୍ରଦାନ କଲେ ହିଁ ତାହା ସେମାନେ ଏ ସଚରାଚର ଜୀବଜଗତ ବଞ୍ଚି ଉଠୁଛି, ସଜୀବିତ ହେଉଛି। ଆପଣମାନଙ୍କର ଚିନ୍ତାଧାରା ହେଉଛି ଭୁଲ। ମହିମା ସମ୍ପ୍ରଦାୟ କେବେ କାହାକୁ ନିନ୍ଦା କରନ୍ତିନି କିମ୍ବା କୌଣସି ବିରୋଧରେ ସେମାନେ ଯାଆନ୍ତି ନାହିଁ। ହଁ, କେହି ସାଧୁସନ୍ଥ ଯଦି ବେଳେବେଳେ କହିଦେଇଥାନ୍ତି ଯେ ଦେବାଦେବୀ ମୂର୍ତ୍ତି ପୂଜା କର ନାହିଁ, କିନ୍ତୁ କେଉଁ ପୂଜା ମନା କରନ୍ତି ନା ଆମେ ନିଜେ ତିଆରି କରିଥିବା ଦେବାଦେବୀକି ପୂଜା କରିବା ପାଇଁକା ସେମାନେ ବାରଣ କରନ୍ତି। ଆମେ ନିଜେ ଯାହାକୁ ବନେଇଥିବା ସେ କେବେ ଶୁଦ୍ଧ ହୋଇଥାଏ, କିନ୍ତୁ ପରମାତ୍ମା ଯାହାକୁ ବନେଇଛନ୍ତି ଯେଉଁ ଦେବତାଙ୍କୁ, ସେ ପରମାତ୍ମାଙ୍କ ବନେଇଥିବା ଦେବତାଙ୍କୁ ପୂଜା କଲେ ହିଁ ଆମେ ପାଇପାରିବା। ପୂର୍ବ ଭିଡ଼ିଓରେ ମଧ୍ୟ କହିଥିଲି ଯେ ଆମେ ଏହି ଶରୀରକୁ ହିଁ ମାନ୍ୟତା ଦିଆଯାଏ। ଏ ଶରୀର ଏକ ଦେବାଳୟ ବୋଲି କୁହାଯାଏ। ସୁମନରେ ଦେହ ଅଟେ ଦେବାଳୟ, ଧୂପ ଲାଗେ 3 ବେଳ। ଆମେ ଏହି ଦେବାଳୟରେ, ଏହି ଶରୀର ରୂପୀ ଦେବାଳୟକୁ ହିଁ ଅଧିକ ମାନ୍ୟତା ଦିଆଯାଇଥାଏ। ଗୁରୁ ରୂପରେ ତାଙ୍କୁ ହିଁ ମାନ୍ୟତା ଦିଆଯାଇଥାଏ, ତାଙ୍କୁ ହିଁ ସେବା କରାଯାଇଥାଏ। ଆଉ ସେ ନିର୍ଜୀବ ଦେବାଦେବୀ ଯେଉଁ ସବୁ ମନ୍ଦିରରେ ଅଛି, ତାକୁ ଦେଲେ ସେ କ'ଣ ଖାଉଛନ୍ତି? ଆପଣମାନେ ଯେଉଁ ନେଇଯାଉଛନ୍ତି, ତାଙ୍କ ନାମରେ ଚଢ଼େଇ କେବଳ ତାଙ୍କୁ ଅର୍ପଣ କରି ଆପଣମାନେ ନିଜ ହିଁ ତାକୁ ଗ୍ରହଣ କରୁଛନ୍ତି। ନିଜ ମୁଖରେ କହୁଛନ୍ତି ପରମ ବ୍ରହ୍ମଙ୍କର ରୂପରେଖ, ଯାହାର ସେ ନିର୍ବିକଳ୍ପ, ଅକ୍ଷୟ, ଅନନ୍ତ, ଅବିନାଶୀ, ଅଜର, ଯେ ରୂପ ଗୁଣରୁ ବର୍ଜିତ। ଯଦି ସେ ସବୁକିଛି ରୂପ ଗୁଣରୁ ବର୍ଜିତ ଆପଣମାନେ ନିଜେ କହୁଛନ୍ତି, ସେ କେଉଁପରି ଭାବରେ ଖାଇବେ ବୋଲି ଆପଣମାନେ ନିଜେ ଟିକେ ବି ଅନୁମାନ କରିପାରୁନାହାନ୍ତି, ଅନୁଭବ କରିପାରୁନାହାନ୍ତି? ସେସବୁ ପ୍ରସାଦକୁ ଆମେ ନିଜେ ହିଁ ଖାଆନ୍ତି। କେବଳ ତାଙ୍କ ନାଁରେ ଆମେ ହିଁ ଅର୍ପଣ କରି ଆମେ ହିଁ ତାଙ୍କୁ ଗ୍ରହଣ କରିଥାନ୍ତି। କିନ୍ତୁ ସେସବୁ ଦ୍ରବ୍ୟ ଯଦି ଏ ଜୀବଜଗତକୁ ଆପଣମାନେ ଦିଅନ୍ତେ, ଯେଉଁ ଭୋକରେ ଥିବା ଲୋକ ବ୍ୟକ୍ତିମାନଙ୍କୁ ଯଦି ପ୍ରଦାନ କରନ୍ତେ, ଏ ସୃଷ୍ଟିରେ କେହି ଭୋକରେ ରୁହନ୍ତେ ନାହିଁ। ଉପାସ ଭୋକରେ କେହି ନ ରୁହନ୍ତି, ସମସ୍ତେ ଶାନ୍ତିରେ ଜୀବନଯାପନ ପାଳନ କରନ୍ତି। କିନ୍ତୁ ଆପଣମାନେ ନେଇଯାଉଥିବେ, ଦେଖିବେ ଯଦି ଆପଣମାନେ ପ୍ରକୃତ ପୂଜା କରୁଛନ୍ତି, ରାସ୍ତାରେ ଯଦି କୌଣସି ଏକ ବ୍ୟକ୍ତି କ୍ଷୁଧାରେ ଆତୁର ହେଉଥିବ, ଆଉ କେହି ବାପା ହୁଅନ୍ତୁ, ମା ହୁଅନ୍ତୁ,
ଦେବାଦେବୀକି ନେଇ ଦେବା ନିମନ୍ତେ ଯେଉଁ ସବୁ ଫଳମୂଳ ଘିଅ ଦହି ଏସବୁ ନେଇଯାଉଥିବ, ତାକୁ ଯଦି ମାଗିବ ସେ ଦିଅନ୍ତି? ସେ ତା ପ୍ରତିବଦଳ କ'ଣ ତାକୁ ଟଙ୍କେ 8 ଅଣା ପଇସା, ଟଙ୍କେ 2 ଟଙ୍କା ଦେଇ ଦିଅନ୍ତି, କିନ୍ତୁ ତାଙ୍କୁ ଖାଇବା ନିମନ୍ତେ ଦିଅନ୍ତି ନାହିଁ। ଆଉ ସେ ପଥର ଢାଳିଲେ ସେ କ'ଣ ହୁଏ? ସେ ବି ଅବଶ୍ୟ ମନ୍ଦିରରେ ଢାଳିବା ଦ୍ୱାରା କ'ଣ ହେଇଥାଏ, କୌଣସି ଏକ ଜୀବ ପାଇଥାଏ ଆମ ଅଜାଣତରେ ବି, କାରଣ ଏ ଧରାଧାମରେ ବି ଅନେକ ଜୀବ ଆମର ଅଦୃଶ୍ୟରେ ବି ଅଛନ୍ତି, ସେମାନେ ବି ପାଇଥାନ୍ତି। କିନ୍ତୁ ତାହା ନୁହଁ, ପ୍ରକୃତରେ ଯେହେତୁ ଆମେ ଶ୍ରେଷ୍ଠ ବୋଲି କହୁଛନ୍ତି ମାନବ ଜୀବକୁ, ପ୍ରତ୍ୟେକ ଜୀବରେ ତ ପରମାତ୍ମା ବାସ କରୁଛନ୍ତି, ତାହା ସତ୍ୟ। ସେଥି ନିମନ୍ତେ ଏହି ମହିମା ସମ୍ପ୍ରଦାୟର ସମସ୍ତେ ଏହି ଜୀବଜଗତକୁ ପୂଜା କରିଥାନ୍ତି। ଆଉ ଏ ମଣିଷମାନଙ୍କୁ ହିଁ ଗୁରୁ ରୂପରେ ପରମ ବ୍ରହ୍ମ ବୋଲି ଭାବି ପ୍ରତ୍ୟେକ ଘଟରେ ଅଲେଖ ପୁରୁଷ ଘଟେ ଘଟେ ବାସ, ଶାସ୍ତ୍ରରେ ବି ମଧ୍ୟ କହିଛି ସକଳ ଘଟେ ନାରାୟଣ ଅନାଦି ପରମ କାରଣ। ସକଳ ଘଟରେ ସେ ନାରାୟଣଙ୍କୁ ହିଁ ଏମାନେ ସେବା କରନ୍ତି, ସେଠାରେ ସେମାନଙ୍କୁ ହିଁ ସବୁ ଖାଇବାକୁ ପ୍ରଦାନ କରିଥାନ୍ତି। ପ୍ରକୃତ ଦେବାଦେବୀଙ୍କର ସେବା ମହିମା ସମ୍ପ୍ରଦାୟ ହିଁ କରିଥାନ୍ତି। ଆପଣମାନେ ଯେଉଁ କରୁଛନ୍ତି ନିଜ ହାତରେ ନିର୍ମିତ କରି, ସେ ପ୍ରକୃତ ଦେବାଦେବୀ ପୂଜା ନୁହଁ। ତେଣୁକରି ଏହିପରି ଭାବରେ ମହିମା ସ୍ୱାମୀ ସବୁ ଆସି ଲୋକମାନଙ୍କୁ ଆଚରଣ ଶିକ୍ଷା, ଉଚ୍ଚାରଣ ଶିକ୍ଷା, ଉଚିତ ଶିକ୍ଷା, ଉଚିତ ମାର୍ଗ ଦେଖାଇଥିଲେ। ଯେଉଁ ମାର୍ଗରେ ଚାଲିଲେ ଆମେ ଏଇ ଯେଉଁ ଧରାଧାମକୁ ବାରମ୍ବାର ଜନ୍ମ ହେଉଛନ୍ତି, ବାରମ୍ବାର ଆମର ମୃତ୍ୟୁ ହେଉଛି, ଏ ଜନ୍ମ ମୃତ୍ୟୁ ଚକ୍ରରୁ ଆମେ ଉଦ୍ଧାର ପାଇ ସେ ପରମ ବ୍ରହ୍ମରେ ପୁଣି ଯାଇ ଆମେ ସମାହିତ ହେବା, ଲୀନ ହେବା, ଏହିପରି ଭାବରେ ସବୁ ଶିକ୍ଷା ଦେଇଥାନ୍ତି। ତେଣୁକରି ଏହିପରି ଭାବରେ ଯଜ୍ଞ କଲେ ସବୁ ହିଁ ଜଗତର ମଙ୍ଗଳ ହୋଇଥାଏ। ଅଲଗା ମାର୍ଗ ଦେଇ ଆମେ ଯେତେ ବି ପୂଜା ପାଠ କଲେ ସେଥିରେ ଜଗତର ସୃଷ୍ଟିର କେବେ ବି ମଙ୍ଗଳ ହୋଇନଥାଏ। କେବଳ ଆମ ନିଜ ପେଟ ପୂରଣ ହୋଇଥାଏ, କିମ୍ବା ଏ ସୃଷ୍ଟିର କୌଣସି ଜୀବର ପେଟ ପୂରଣ ହୋଇଥାଏ, କିନ୍ତୁ ଜଗତର ତା ଦେହରେ ମଙ୍ଗଳ ହୋଇନଥାଏ, ସଚରାଚର ସୃଷ୍ଟି ପାଇନଥାଏ। ଆମେ ଏହି ଘୃତାହୁତି ପ୍ରଦାନ କରିବା ଦ୍ୱାରା ନିଜେ ନ ଖାଇ ଯଦି ଆମେ ଘୃତାହୁତି ପ୍ରଦାନ କରନ୍ତି ଅଗ୍ନିରେ, ସେଥିରେ ହିଁ ଜଗତର ମଙ୍ଗଳ ହୋଇଥାଏ। ମହିମା ସମ୍ପ୍ରଦାୟ ବାଲା ଏହିସବୁ କାର୍ଯ୍ୟ କରନ୍ତି। ମହିମା ସ୍ୱାମୀ ଏହା ହିଁ ସମସ୍ତଙ୍କୁ ଆଦେଶ ଦେଇଥିଲେ। ଏମିତି ବହୁତ ଆହୁରି ସୁନ୍ଦର ସୁନ୍ଦର କଥା ତ ପ୍ରଭୁଙ୍କର ବାର୍ତ୍ତା ଆହୁରି ଅଛି। ଆହୁରି ଆଗାମୀ ଭିଡ଼ିଓ ମାନଙ୍କରେ ଆଗାମୀ ସମୟରେ ସେ ପ୍ରଭୁଙ୍କର ବାର୍ତ୍ତା ଆପଣମାନଙ୍କୁ ଶୁଣାଇବା ପାଇଁ ଅଲେଖ ମହିମାଙ୍କର ଏ ଦାସ ନିଶ୍ଚିତ ଭାବରେ ପ୍ରୟାସ କରିବ। ଆଜିର ଆଲୋଚ୍ୟରେ ରଖୁଛି ଏତିକିରେ। ଏ ବିଶ୍ୱ ବ୍ରହ୍ମାଣ୍ଡର ମଙ୍ଗଳ ହେଉ, ଦେଶ ବିଶ୍ୱ ରାଜ୍ୟ ଗ୍ରାମ ସମସ୍ତଙ୍କର ମଙ୍ଗଳ ହେଉ, ଅଲେଖ ମହିମାଙ୍କର ଆଶୀର୍ବାଦ ସମସ୍ତଙ୍କୁ ପ୍ରାପ୍ତ ହେଉ, ଅଖଣ୍ଡ ବ୍ରହ୍ମଙ୍କ ଦୟା ହେଉ, ସମସ୍ତଙ୍କ ହୃଦୟରେ ସଦ୍ଭାବନା ପ୍ରଭୁ ପ୍ରତି ଜାଗ୍ରତ କରାନ୍ତୁ। ପରମ ବ୍ରହ୍ମଙ୍କ ଦୟା ହେଉ। ଅଲେଖ ମହିମା, ଅଲେଖ ମହିମା, ଅଲେଖ ମହିମା।